ଯେପରି ସମଗ୍ର ବିଶ୍ୱର ଜଣେ ନିୟନ୍ତ୍ରଣ କର୍ତ୍ତା ଅଛନ୍ତି, ଠିକ୍ ସେହିପରି ସମସ୍ତ ମନୁଷ୍ୟ ଜାତିର ଓ ଜୀବ ଜଗତର ଜଣେ କୁମ୍ଭକାର, ନିର୍ମାତା ବା ବିଶ୍ୱ ସ୍ରଷ୍ଟା ଅଛନ୍ତି। ତଦ୍ରୂପ ଧର୍ମ ବୋଲି ଯେଉଁ ଶବ୍ଦଟି ସମସ୍ତଙ୍କ ମନରେ ଭୟ, ଭକ୍ତି ଓ ଆବେଗର ବିଚାରଧାରାକୁ ସୃଷ୍ଟି କରିଥାଏ, ଧୃ ଧାତୁରୁ ଧର୍ମ ଶବ୍ଦର ଉତ୍ପତ୍ତି ହୋଇଛି। ଧୃ ଯୁକ୍ତ ମନ ସମାନେ ଧର୍ମ। ଏହି ଦୁଇଟି ଶବ୍ଦ ସଂସ୍କୃତରେ ପୁଲିଙ୍ଗ ଓ କ୍ଳିବଲିଙ୍ଗରେ ବ୍ୟବହୃତ ହୋଇଛି। ଧାରଣାତ୍ ଧର୍ମ ଉଚ୍ୟତେ, ଅର୍ଥାତ୍ ଧର୍ମ ହେଉଛି ସେହି ଯାହାକି ଆମ୍ଭମାନଙ୍କୁ ଅଧୋପତନରୁ ରକ୍ଷା କରେ ଏବଂ ସମସ୍ତ ପ୍ରକାର ଉତ୍ଥାନରେ ସାହାଯ୍ୟ କରେ। ଏହା ଜୀବନ ଯାତ୍ରା ପଥରେ ବିଜୟର ନିଶାଣ ସ୍ୱରୂପ। ମାନବିକତା ବିକାଶ ହିଁ ଜୀବନର ମାପକାଠି। ଜୀବନ ଯାତ୍ରା ପଥରେ ପ୍ରତ୍ୟେକ କାର୍ଯ୍ୟରେ ଧର୍ମର ସାହାଯ୍ୟ ନେଲେ ମନୁଷ୍ୟ ଶାରୀରିକ, ମାନସିକ ଓ ଆତ୍ମିକ ସ୍ତରରେ ଉନ୍ନତ କରିଥାଏ। ଯଶ୍ଚ ବସ୍ତୁ ସ୍ୱରୂପଂ ଧାରୟତେ ବା ଯୋ ଧୃତଃ ସନ୍ଧାରୟତେ ସ ଧର୍ମ ଇତି ଯतो ଅଭ୍ୟୁଦୟ ନିଃ ଶ୍ରେୟସ ସିଦ୍ଧି ସ ଧର୍ମ। ସାଧାରଣତଃ ଯାହାର ଯାହା ସ୍ୱଭାବ ଓ ଯାହାର ଯାହା କର୍ମ ବା ନିୟମ ତାହା ଧର୍ମ ନାମରେ ପରିଚିତ। ଅହିଂସା ପରମ ଧର୍ମ, ଆଚାର ପରମ ଧର୍ମ, नहि ସତ୍ୟତ୍ ପರೋ ଧର୍ମ, ପତିତ ଉଦାହରଣ ହିଁ ଧର୍ମ, ପିତା ହିଁ ପରମ ଧର୍ମ, ପିତା ଧର୍ମ, ପିତା ସ୍ୱର୍ଗଃ, ପିତା ହିଁ ପରମ ତପଃ। ଧର୍ମ ହିଁ ମଣିଷକୁ ପଶୁ ପରିହାର କରି ମାନବ ଗୁଣରେ ପରିପୂର୍ଣ୍ଣ କରିଛି। ଜୀବନର ମୂଳ ଲକ୍ଷ୍ୟ ମୋକ୍ଷ ପ୍ରାପ୍ତି ପାଇଁ ମାର୍ଗ ଦେଖାଇଛି। ଧର୍ମ ମଣିଷକୁ ଅଧର୍ମ କାର୍ଯ୍ୟରୁ ନିବୃତ୍ତ କରିବାର ଏକ ମାଧ୍ୟମ। ସେଥିପାଇଁ କୁହାଯାଇଛି ଧାରୟତି ଇତି ଧର୍ମ। ଯେପରି ସୂର୍ଯ୍ୟର ଧର୍ମ ହେଉଛି ଆଲୋକ ପ୍ରଦାନ କରିବା, ବୃକ୍ଷର ଧର୍ମ ହେଉଛି ଛାୟା ପ୍ରଦାନ କରିବା, ଠିକ୍ ମନୁଷ୍ୟର ଧର୍ମ ବା ନିୟମର ମାପକାଠିରେ ପରିଚାଳିତ ହେବା, ଏହା ହିଁ ମନୁଷ୍ୟର ନିୟମ। କୌଣସି ଧର୍ମ ହିଂସା କିମ୍ବା ଅସତ୍ୟରେ ବିଶ୍ୱାସ କରେ ନାହିଁ। ମଣିଷକୁ ସତ୍କର୍ମ, ସତ୍ ଆଚରଣ, ପବିତ୍ର ଜୀବନ, ଅନ୍ୟକୁ ସମ୍ମାନ ଦେବା, ବିପଦରେ ସାହାଯ୍ୟ କରିବା, ନାରୀମାନଙ୍କୁ ସୁରକ୍ଷା ଦେବା, ଅନ୍ୟକୁ ନ ଠକିବା, ବ୍ୟଭିଚାର ଠାରୁ ଦୂରେଇ ରହିବାକୁ ଧର୍ମ ଉପଦେଶ ଦିଏ। ତତ୍ ସହିତ ଯିହୁଦୀ ଧର୍ମ କହେ ପ୍ରତିବାସୀର ଭାର୍ଯ୍ୟା କି ଦାସ ଦାସୀ, ଗୋରୁ ଗଧ କି କୌଣସି ବସ୍ତୁକୁ ଲୋଭ କରିବ ନାହିଁ। ଖ୍ରୀଷ୍ଟ ଧର୍ମ ସତ୍ୟ, ଶାନ୍ତି, ଦୟା ଓ କ୍ଷମାର ନିର୍ଦ୍ଦେଶନ। ଇସଲାମ ଧର୍ମ ଶାନ୍ତି ଓ ନ୍ୟାୟରେ ବିଶ୍ୱାସ କରେ। ବୌଦ୍ଧ ଓ ଜୈନ ଧର୍ମ ଅହିଂସାର ପ୍ରଚାର କରେ। ହିନ୍ଦୁ ଧର୍ମ ଶାଶ୍ୱତ ପ୍ରେମ, ଦୟା, କ୍ଷମା, ଅହିଂସାରେ ବିଶ୍ୱାସ କରେ। ବିଭିନ୍ନ ଧର୍ମର ଧର୍ମାବଲମ୍ବୀମାନେ ଯିଏ ଯାହାର ପ୍ରଭୁଙ୍କୁ ଆରାଧନା କରୁଛନ୍ତି, ତତ୍ ସହିତ ସମଗ୍ର ବିଶ୍ୱରେ ଯିଏ ଯାହା ଧର୍ମରେ
ପ୍ରଚାର ଓ ପ୍ରସାର କରି ଚାଲୁଛନ୍ତି। ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମର ଲୋକମାନଙ୍କ ସହିତ ବିଦ୍ୱେଷ ଓ ହିଂସା ଆଚରଣ କରୁଥିବାର ଦେଖାଯାଏ। ଏମିତି ପ୍ରାୟ ସବୁ ଧର୍ମ ନିଜ ନୀତି ନିୟମରୁ ବିଚ୍ୟୁତ ହୋଇଥିବା ଉପଲବ୍ଧି ହୁଏ। ଧର୍ମ ଭିତରେ ତିକ୍ତତା ନୂଆ କଥା ନୁହେଁ। ଇତିହାସରୁ ଜଣାଯାଏ ମାନବ ସଭ୍ୟତା ଯେତିକି ପୁରୁଣା ଓ ଯେଉଁ ଦିନରୁ ବିଭିନ୍ନ ଧର୍ମର ଅଭ୍ୟୁଦୟ ଘଟିଛି, ସେହି ଦିନଠାରୁ ଧର୍ମମାନେ ନିଜର ପତିଆରା ଜାହିର କରିବାର ପ୍ରୟାସ କରିଛନ୍ତି। ଏଥିପାଇଁ ଅନେକ ବାର ଧର୍ମ ଯୁଦ୍ଧ ସଂଗଠିତ ହୋଇଛି ଓ ଅନେକ ଧନ ଜୀବନ ନଷ୍ଟ ହୋଇଛି। ପୂର୍ବରୁ ୟୁରୋପ ସହିତ ଆମେରିକାର ଧର୍ମ ଯୁଦ୍ଧ ହୋଇଥିଲା। ISIS ଏବଂ ହମାସ ଭଳି ଉଗ୍ରପନ୍ଥୀ ମାନେ ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ହତ୍ୟା ଓ ବଳାତ୍କାର କରି ଚାଲିଛନ୍ତି। ତତ୍ସହିତ ବୌଦ୍ଧ ଧର୍ମ ଓ ରୋହିଙ୍ଗ୍ୟା ମାନଙ୍କ ମଧ୍ୟରେ ଅନେକ ବାର ହିଂସା ଓ ଯୁଦ୍ଧ ହୋଇଛି। ଅନେକ ଲୋକମାନେ ବି ହତ୍ୟା ହୋଇଛନ୍ତି। ହିନ୍ଦୁ ଧର୍ମ ଅନ୍ୟ ଧର୍ମ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି। ଏହା କିଛି ଅଛପା ନୁହେଁ। 1095ରୁ 1291 ମସିହା ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ୟରେ ଅନେକ ବାର ଯୁଦ୍ଧ ହୋଇଥିଲା। ରୋମ ଦେଶରେ ମଧ୍ୟ ରୋମର ସମ୍ରାଟ ନିରୋ ହଜାର ଖ୍ରୀଷ୍ଟିଆନ ମାନଙ୍କୁ ହତ୍ୟା କରିଥିଲେ। ସେ ସବୁ କିଛି ଜାଗାରେ ମଧ୍ୟ ଘରଦ୍ୱାର ପୋଡ଼ି ଦେଇଥିଲେ। ତା ସହିତ ଆମେ ଦେଖୁ ସ୍ପେନରେ ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ଭିତରେ କ୍ୟାଥୋଲିକ ମାନେ ନିଜ ଧର୍ମର ଗାରିମା ରକ୍ଷା ପାଇଁ ଅନେକ ଜିହୁଦୀ ଏବଂ ମୁସଲମାନଙ୍କୁ ଅତ୍ୟାଚାର କରିଥିବା ଇତିହାସରୁ ଜଣାଯାଏ। ଯେଉଁମାନେ କ୍ୟାଥୋଲିକ ମାନଙ୍କ ଧର୍ମକୁ ମହାନ ବୋଲି ମାନୁନଥିଲେ, ସେମାନଙ୍କୁ ଭୋକରେ ରଖାଯାଉଥିଲା। ଜଳନ୍ତା ଅଙ୍ଗାର ଦେହର ବିଭିନ୍ନ ଅଙ୍ଗରେ ରଖି ଦିଆଯାଉଥିଲା। ଏହି ପ୍ରକ୍ରିୟାରେ ପ୍ରାୟ 32,000 ଜିହୁଦୀ ଓ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା। ଆଉ ଏକ ଧର୍ମ ଯୁଦ୍ଧ 1618ରୁ 1668 ମଧ୍ୟରେ ୟୁରୋପରେ ସଂଘଟିତ ହୋଇଥିଲା। ଏହାକୁ 30 ବର୍ଷର ଯୁଦ୍ଧ ବୋଲି କୁହାଯାଏ। ଏହା କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟ ମାନଙ୍କ ମଧ୍ୟରେ ହୋଇଥିଲା, ଯାହା ଜର୍ମାନୀ, ଫ୍ରାନ୍ସ, ସ୍ପେନ, ସ୍ୱିଡେନ ପ୍ରଭୃତି ରାଷ୍ଟ୍ରରେ ବ୍ୟାପିଥିଲା। ପ୍ରାୟ 80 ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜେରୁସାଲେମକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଭୟାବହ ଯୁଦ୍ଧ ଚାଲିଛି, ଯାହାର ସମାଧାନ କେହି କେବେ କରିପାରୁନାହାନ୍ତି। ଯେଉଁଥିରେ ହଜାର ଜିହୁଦୀ ଓ ମୁସଲମାନ ମୃତ୍ୟୁବରଣ କରୁଛନ୍ତି। ହମାସ ଭଳି ଆତଙ୍କ ଗୋଷ୍ଠୀ ଧର୍ମ ନାମରେ ଆକ୍ରମଣ କରୁଥିବାରୁ ଅନେକ ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ଭାରତକୁ ମୁସଲମାନ ଶାସକ ମାନେ ଅନେକ ବାର ଆକ୍ରମଣ କରିଥିବାର ଏବଂ ମନ୍ଦିର ଗୁଡ଼ିକୁ ଧ୍ୱଂସ କରିଛନ୍ତି ଏବଂ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିଛନ୍ତି। ଆର୍ଯ୍ୟମାନଙ୍କ ଆକ୍ରମଣ ଯୋଗୁଁ ଭାରତ ବର୍ଷରେ
ମୂଳ ନିବାସୀ ରାଜା ମାନେ ହତ୍ୟା କାରଣ ହେଲେ ଏବଂ ସେମାନଙ୍କ ରାଜ୍ୟକୁ ଛଡେଇ ନେଇଗଲେ ଆର୍ଯ୍ୟମାନେ ଏବଂ ଆର୍ଯ୍ୟମାନେ ମୂଳ ବାସିନ୍ଦା ହୋଇ ରହିଗଲେ ତତ୍ ସହିତ, ଯାହା ଫଳରେ ମୂଳ ନିବାସୀ ଲୋକମାନେ ନିରୁପାୟ ହୋଇ କେତେକ ଖ୍ରୀଷ୍ଟିଆନ ହୋଇଗଲେ, ଆଉ କେତେକ ମଧ୍ୟ ମୁସଲମାନ ହୋଇଗଲେ। ତାପରେ ଆମେ ଦେଖୁଛୁ ବର୍ତ୍ତମାନ ଭାରତ ବର୍ଷରେ ଏହି ଦେଶକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଯଦିଓ ପ୍ରଚାର କରାଯାଇଛି, ଧର୍ମ ନାମରେ ଭାରତ ବର୍ଷରେ ଅନେକ ବାର ଦଙ୍ଗା ସୃଷ୍ଟି ଚାଲିଛି। 1857ରେ ଭରୁଚ ଦଙ୍ଗା, 1927ରେ ନାଗପୁର ଦଙ୍ଗା, 1964ରେ କଲିକତା ଦଙ୍ଗା, 1947ରେ ସେ ଦଙ୍ଗା ଭିତରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆଉ ପ୍ରାଣ ହରାଇଥିବା ଅନୁମାନ କରାଯାଇଛି। ଗୁଜରାଟ, ମହାରାଷ୍ଟ୍ର, ଆସାମ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଅଯୋଧ୍ୟା, ଜାମ୍ମୁ କାଶ୍ମୀରରେ ମଧ୍ୟ ଦଙ୍ଗା ଅନେକ ବାର ହୋଇଛି, ଅନେକ ଧନ ଜୀବନ ନଷ୍ଟ ହୋଇଛି। 2007 ମସିହା 8 ମସିହାରେ ଯୋଉ ବିଭତ୍ସ ଦଙ୍ଗା ହୋଇଥିଲା ଓଡ଼ିଶାରେ, ତା ଅବର୍ଣ୍ଣନୀୟ। 2022-23 ମସିହାରେ ମଣିପୁର ଦଙ୍ଗା ହୋଇଥିଲା, ଯାହା ବିଶ୍ୱକୁ ଦୋହଲାଇ ଦେଇଥିଲା। ଅନେକ ବ୍ୟକ୍ତିଙ୍କୁ ହତ୍ୟା କରାଗଲା, ଘର ଦ୍ୱାର ପୋଡ଼ିଗଲା ଏବଂ ଅନେକଙ୍କୁ ବିବସ୍ତ୍ର କରି ଦିଆଗଲା। ଓଡ଼ିଶାର ଦଙ୍ଗା, ମଣିପୁର ଦଙ୍ଗା ଯାହା ସୃଷ୍ଟି ହୋଇଛି, ସାରା ବିଶ୍ୱକୁ ଦୋହଲେଇ ଦେଇଛି ଏବଂ ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ହତ୍ୟା କରାଇ ସେମାନଙ୍କ ଘର ଦ୍ୱାର ପୋଡ଼ି ଦିଆଯାଇଥିଲା। ଏହା ଥିଲା ଅମାନୁଷିକ ଓ ବର୍ବରୋଚିତ କାର୍ଯ୍ୟ। ଆମେ ଜାଣୁ ଯେତେ ଧର୍ମ ସୃଷ୍ଟି ହେଇଛି, ଧର୍ମ ମଧ୍ୟରେ ଏବଂ ସ୍ୱଧର୍ମ ମଧ୍ୟରେ ମଧ୍ୟ ହଣାକଟା ଯୁଦ୍ଧ ହେଇଛି। ଯୁଗ ଯୁଗ ଯୁଦ୍ଧ ହେଇଛି ଧର୍ମ ନିମନ୍ତେ। କଥା ଉଠେ, ଏତେ ରକ୍ତପାତରୁ ଧର୍ମକୁ ମିଳୁଛି କଣ? ଧର୍ମ ନାମରେ ଧର୍ମାନ୍ତରୀକରଣ କରିବା, ଲୁଟିବା, ବ୍ୟଭିଚାର କରିବା, ଠକିବା, ଜମି ହଡପ କରିବା, ଜାତି ବଦଳାଇବା, ଧର୍ମର ଠିକାଦାର ମାନେ ଧର୍ମ ଭିତରେ ଯୁଦ୍ଧ କରାଇବା, ଧର୍ମ ନାମରେ ମଣିଷ ପଶୁ ପାଲଟି ଯାଇଛି। ମଣିଷ ଯେବେ ଶିକ୍ଷିତ ହବ, ସେ ଠିକ ବୁଝିପାରିବ। ଆଜି ବି ଶିକ୍ଷିତ ହୋଇ ମଣିଷ ଧ୍ୱଂସକୁ ଡାକି ଆଣୁଛି ଧର୍ମ ପାଇଁ। ସେଥିପାଇଁ ଧର୍ମ ଯେବେ ହେବ ଏଠି ମାନବର ଧର୍ମ ତୁଟି ଯିବ, ସବୁ କଳି ଦୂର ହେବ ଭ୍ରମ। ମଣିଷ ମଣିଷକୁ ଭଲ ପାଇବା, ମଣିଷ ମଣିଷକୁ ସ୍ନେହ କରିବା, ଏହା ହିଁ ହେଉଛି ଆଜିର ଆହ୍ୱାନ। ଧର୍ମ ପାଇଁ ଆଜି କଳହ ଲାଗିଛି। ଧର୍ମ କଲା କିଏ ସୃଷ୍ଟି? ଆଦି ମାନବର କେଉଁ ଧର୍ମ ଥିଲା, କିଏ ସେ ରଖିଛି ଲେଖି? ୟା ଉପରେ ଉତ୍କଳମଣି ଗୋପବନ୍ଧୁ ଦାସ କଣ ଲେଖନ୍ତି? ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ, ଶିଖ, ଜୈନ ଯେତେ ଭାରତ ସନ୍ତାନ, ଯେତେ ଧର୍ମ, ଯେତେ ବର୍ଣ୍ଣ, ଜାତି, କୁଳ, ଭାରତ ଜନନୀ ସମସ୍ତଙ୍କ ମୂଳ। ନମସ୍କାର।